ଆଉ କଣ କିଲୋ ଖବର ଲାଗିଛୁ କିଲୋ ବୁଢା ଇଏର କଣ ଟିକେ ଶୁଣିବାକୁ ପାଇନି। କାଲି ନିବେଇଟାକୁ ମୁଁ ଫୋନ କରିଥିଲି ବୁଝିପାରିଲୁ ନା। ନିବେଇଟା କହିଲା ଆଉ ମୁଁ କହିଲି କଣ ଲୋ ତୋର ନିବେଇଟା ଦାସ କଣ କି କନେଷ୍ଟବଳ ଟ୍ରେନିଂ ଯୋଉ ଇଏ କରିନି ନା ଡ୍ୟୁଟି ଲେଖା ହେଇଛି ନିବେଇଟା ଦାସ। ମୁଁ କହିଲି ନିବେଇଟା ଦାସ କଣ କରିଦେଇଛନ୍ତି? କହିଲା ନା ଆଉ ଜଣେ ଅଛି। ସେଇଠୁ ମୁଁ ପଚାରୁ ମୁଁ କହିଲି ଆଉ କଣ ଲୋ ଖବର? ଆଉ ତୁମେ ତ ତୁ ଆଉ କୁସୁମ ତ ପୁରା ଜିଙ୍ଗାଲାଲା ହେଇଯାଇଛ ଏଡିଏମ ସାଙ୍ଗରେ ଆଟାଚ ଆଉ ନା କଣ? ମୁଁ ତାଙ୍କୁ ଏମିତି କହିଲି। କହିଲା ମୁଁ କଣ ହେମି ଏଡିଏମ ବା ଏବେ ଚାର୍ଜ ଛାଡ଼ିଦେବେ। ମାନେ କାହିଁକି ଏଡିଏମ କଣ ହେଇଛି କି ଏଡିଏମ ରେ ଚାର୍ଜ ଛାଡ଼ିଦେବେ? ଆଉ ଯିଏ ସବୁବେଳେ କହିବ ମୁଁ କିଛି ଜାଣିନି ଆଉ କଣ କହିଲା ନା ଆଉ ସେଇ ସନ୍ତୋଷିନୀ କଣ କଲେକ୍ଟର ଅଫିସ ଯାଇକି ଆଉ ଏଇଆ କରିଛି ବୋଲି ମୁଁ କହିଛି ବୋଲି କହିବୁନି। କଲେକ୍ଟର ଅଫିସ ଯାଇକିରି କୁଆଡେ ତା ହଜବେଣ୍ଡ କଣ କହିଛନ୍ତି ଆଉ ସେ ଏଡିଏମ ସେଇଥିପାଇଁ କହୁଛନ୍ତି କି ଆଉ ମୁଁ ତା କଲେକ୍ଟର ଅଫିସ କାହିଁ ଯିବ? ସିଏ ଏଡିଏମ ପାଖକୁ ଯାଇଥିଲେ ତା ହଜବେଣ୍ଡ ନା କଣ ଏଇ ଫଟୋ କଥା କଣ ଗୋଟେ କହୁଥିଲା ମୁଁ ଶୁଣିଥିଲି। କଲେକ୍ଟର ପାଖକୁ ସେ ତ ଯାଇନି, ସେ କାହିଁ ଯିବ? ଆଉ କଣ ହେଇଛି ପ୍ରକୃତରେ କଣ ନା? ସେଠୁ କହିଲା ନା ସେ କଣ ଯାଇ କହିଛି ତା ହଜବେଣ୍ଡ କଣ ଶୋଧିଛି ଆଉ ସେଇଥିପାଇଁ ସେ ଅମୂଲ୍ୟ ସାର୍ ଲେଖିକି ଦେଇଦେଲେଣି ଯେ ମୁଁ ଚାର୍ଜ ଛାଡ଼ିଦେମି ଏଡିଏମ ରୁ ଚାର୍ଜ ଛାଡ଼ିଦେମି। ତମକୁ ଦିଦି ଇଏ ନିବେଦିତା ଦିଦି କହିଲେ କଲେକ୍ଟର ପାଖରେ ମୁଁ ଯାଇ କହିଛି ବୋଲି କି? ହଁ ଶୁଣୁ ଖାଲି ଶୁଣି ସାରେ। ମୁଁ କହିଲି ସିଏ ତ କଲେକ୍ଟର ଅଫିସ ଯାଇନଥିଲା, ତା ହଜବେଣ୍ଡ ସାରଙ୍କ ପାଖକୁ କଣ ପାଇଁ ଗୋଟେ ଯାଇଥିଲା ଥରେ ମୁଁ ଶୁଣିଥିଲି। ଆଉ ମୁଁ ତ କାହିଁ କଲେକ୍ଟର ଅଫିସ ଜାଣିନି। ଆଉ ସେଇଠୁ କହିଲେ ହଁ ବା କୁଆଡେ କହୁଛନ୍ତି ତ ମୁଁ ଜାଣିନି ଭଲ କି ଏମିତି ତାପରେ ବୁଲେଇଲା ହେଲା। ବୁଲେଇଲା ମୁଁ ସେଇଟା ବୁଲେଇଲା ଯେମିତି ମୁଁ ଆଉ ବେଶୀ କିଛି କହିନି ତାକୁ କାଟିଦେନି। ମୁଁ ଇଏ ସବୁ ନାଇଁ ବୁଲେଇଲା ନୁହେଁ, ଏଟା ଛୋଟ କଥା ନୁହେଁ। ସଞ୍ଜୁ ଦିଦି ପ୍ଲିଜ ମତେ ହେଲ୍ପ କର। ସଞ୍ଜୁ ଦିଦି ପ୍ଲିଜ ହେଲ୍ପ କର। ହେଇ ଶୁଣୁ ତୁ ଆଉ ହେଲ୍ପ ନେ ତ ସେ ତ ଲେଖିକି ଦେଲାଣି ତୁ ଆଉ ଏଠି ବସିଛୁ କାହିଁକି? ସେ ଲେଖିକି ଦେଇ ସାରିଲାଣି ଚାର୍ଜ ଛାଡିବ ବୋଲି କଲେକ୍ଟରକୁ ସିଡିଏମକୁ। ନାଇଁ ନିଜେ ଦେଇସାରି। ଆରେ ଦିଦି ଶୁଣ, ତମକୁ ନିବେଦିତା ଦିଦି କହିଲେ କଲେକ୍ଟରକୁ ମୁଁ ଯାଇ କହିଛି। ବୋଧେ ଇଏ କଲେକ୍ଟରକୁ ଲେଖିକି ଦେଇଛି ବୋଧେ। ତମେ ଏବେ ଯୋଉ ମତେ କହିଲ କଲେକ୍ଟରକୁ ମୋ ହଜବେଣ୍ଡ ଯାଇକି କହିଛନ୍ତି ବୋଲି। ହଁ ମୁଁ କିନ୍ତୁ କହିଲି ତାକୁ ନା କଲେକ୍ଟର ଅଫିସ ତ ତା ହଜବେଣ୍ଡ ଯାଇନଥିବେ, ସାରଙ୍କ ପାଖକୁ ଥରେ ଯାଇଛି ନା କଣ ଯାଇଥିଲେ ନା କଣ ମୁଁ ଶୁଣିଥିଲି। ମତେ ଦିଦି ପ୍ରମାଣ ଦେଇପାରିବ କି? ନା ତୁ ପ୍ରମାଣ କଥା କହନା ଲୋ ମତେ ହେଲା। କାହିଁକି ଦିଦି କାହିଁକି ମତେ ମରଉଛ ସମସ୍ତେ? ପ୍ରମାଣ କଥା କହୁନି ଶୁଣୁ। ମୁଁ ତତେ ଫୋନ କରିବି ବୋଲି କାଲିଠୁ କାଲି ସନ୍ଧ୍ୟାବେଳେ ଶୁଣିଲି। ମୁଁ ତତେ ଏମିତି ଗୋଟେ ଭରବଲି କହିଲି, ସେ ତ ଲେଖି ଲୁଖାକି ଦେଇ ସାରିଲାଣି କଲେକ୍ଟରକୁ। ମୁଁ କହିଲି ବଢିଆ ହେଇଛି। ମୁଁ ଆହୁରି ତାକୁ କହିଲି ମୁଁ କହିଲି ବଢିଆ ହେଇଛି, ଏଭଳିଆ ଏଡିଏମ ର ଯୋଗ୍ୟତା ଯଦି ନାହିଁ ତାହେଲେ ହଉଛି ସେ ଚେୟାର ତ ବସିବା କଥା ନୁହଁ। ମୁଁ ତ କହିଲି ତାକୁ। କହିଲେ ହଁ ସେଟା ବି ଠିକ କଥା। ସବୁ କଥାରେ ସାର୍ କହୁଛନ୍ତି ନା ନିରୀହ। ମୁଁ କହିଲି କି ନିରୀହ ଲୋ? ଇଏ ରଖିକି କଣ କହିବେ ନା ହାତର ମେଞ୍ଚେ ରଖିକି ପେଟର ମେଞ୍ଚେ ଘୁଅ ରଖିକି। ଦିଦି ପ୍ରମାଣ ଯଦି ଦେବେନି ମତେ କୁହନ୍ତୁନି କିଛି। ଯଦି ନିବେଦିତା ଦିଦି କଲେକ୍ଟର ପାଖକୁ ମୋ ସ୍ୱାମୀ ଯାଇଥିଲା ବୋଲିକି ଆପଣ ନିବେଦିତା ଦିଦି କହିଲେ ଏଟା ପ୍ରମାଣ ଆପଣ ଯଦି ନଦେବେ ତାହେଲେ ମତେ କିଛି କହିବା ଦରକାର ନାହିଁ। ଟିକେ ଦରକାର କଣଟା? ଓହୋ ହଁ ମତେ ପ୍ରମାଣ ଦବା ଦରକାର ନାହିଁ। ତମେ ଯଦି ପ୍ରମାଣ ଦେଇପାରିବନି ମତେ କିଛି କୁହନି ପ୍ଲିଜ। ମତେ ଶାନ୍ତି ଦିଅ। ମୁଁ ଫୋନ କରିନଥିଲି ଭଲ ହେଇଥିଲା ନା? ନା ମତେ ଫୋନ କରିବା ଦରକାର ନାହିଁ। ଯଦି ନିବେଦିତା ଦିଦି ଆପଣଙ୍କୁ କହିଛନ୍ତି ମିଛ ମନ ଗଣା କାହାଣୀ କହୁଛନ୍ତି ତାହେଲେ ଆପଣ ପ୍ରମାଣ କାହିଁକି ଦଉନାହାନ୍ତି? କହିଲା କାହିଁକି କହିଲା? କଣ ପାଇଁ? କଲେକ୍ଟର ପାଖକୁ ଯୋଉ ଲୋକଟା ଯାଇନି କଲେକ୍ଟର ନାଁ ଧରାହବ କଣ ପାଇଁ? ଆଲୋ ସିଏ ବୋଧେ କଲେକ୍ଟରକୁ ଦିଦି ମୁଁ ରଖୁଛି। ହଉ ମୁଁ ରଖୁଛି ତ ତାକୁ ଫୋନ କରିବି ପ୍ଲିଜ।